ଆଜି ଶୁଣିବା ଏକ ଭିନ୍ନ ସ୍ୱାଦର କାହାଣୀ। ବହିର ନାଁ କାହାଣୀ ଇନ୍ଦ୍ରାବତୀର ଏବଂ ଲେଖକ ଶ୍ରୀ ଦାଶରଥୀ ନନ୍ଦ। ଶ୍ରୀଯୁକ୍ତ ନନ୍ଦ ପେଶାରେ ଯନ୍ତ୍ରୀ ହେଲେ ହେଁ ଅନେକ ଲୋକପ୍ରିୟ ଲେଖାର ସ୍ରଷ୍ଟା। କାହାଣୀ ଇନ୍ଦ୍ରାବତୀର ଏକ ଘଟଣା ପ୍ରଧାନ ବର୍ଣ୍ଣନା ଓ ଇନ୍ଦ୍ରାବତୀ ବହୁମୁଖୀ ବିଦ୍ୟୁତ୍ ତଥା ଜଳସେଚନ ପ୍ରକଳ୍ପର ଆଦ୍ୟ ପରିକଳ୍ପନା ଠାରୁ ତାର ଭୂମିଷ୍ଠ ହେବା ପଛରେ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କ ସ୍ୱପ୍ନ, ସଂଘର୍ଷ ଓ ତ୍ୟାଗର ଅଶୁଣା କାହାଣୀ। ଏ ପ୍ରକାର ଅଭିନବ ପ୍ରୟାସ ପାଇଁ ଶ୍ରୀ ଦାଶରଥୀ ନନ୍ଦ, ଯିଏକି ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ, ତାଙ୍କୁ ଅଶେଷ ଧନ୍ୟବାଦ। କାହାଣୀ ଇନ୍ଦ୍ରାବତୀ ପୁସ୍ତକର 15ତମ ଅଧ୍ୟାୟରେ ଆମେ ଜାଣିବା ପାଇଁ ପାଇବା ସେହି ଲୋମହର୍ଷଣକାରୀ ସୁଡ଼ଙ୍ଗ ଦୁର୍ଘଟଣାର ବିଶଦ ବିବରଣୀ। ଆମକୁ ତାହା ପଢ଼ି ଶୁଣାଉଛନ୍ତି ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ। 1991 ସାଲ ଜୁଲାଇ ମାସ 28 ତାରିଖ ରବିବାର। ପୂର୍ବଦିନ 27 ତାରିଖ ଠାରୁ ମୁଖିଗୁଡ଼ା ଓ ଖଡ଼ିଗୁଡ଼ାରେ ପ୍ରବଳ ବର୍ଷା ଲାଗି ରହିଛି। ଦିନ ଗୋଟାଏ ବେଳେ ବର୍ଷାର ପ୍ରକୋପ ଟିକିଏ କମିଲା। 3ଟା ବେଳକୁ ଖାଲି ଝିପିଝିପି ବର୍ଷା। ପେନ୍ଷ୍ଟକ୍ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ମଲ୍ଲିକ ଦାଣ୍ଡ ବାରଣ୍ଡାରେ ସହକାରୀ ଯନ୍ତ୍ରୀଙ୍କ ସହିତ ଆସନ୍ତା ସପ୍ତାହର ନିର୍ମାଣ ସଂକ୍ରାନ୍ତ ଆଲୋଚନାରେ ମଗ୍ନ। ମୁଖିଗୁଡ଼ାରେ ରବିବାର ଦିନଟି ସାପ୍ତାହିକ ଛୁଟି। ରବିବାର ଛଡ଼ା ଆଉ କେବେ ଫୁର୍ସତ ନାହିଁ। ଦାଣ୍ଡ ବାରଣ୍ଡାରୁ ପେନ୍ଷ୍ଟକ୍, ଭାଲ୍ ହାଉସ୍ ସମେତ ପାହାଡ଼ ପାର୍ଶ୍ୱରେ ଚାଲିଥିବା କାର୍ଯ୍ୟାବଳୀ ସ୍ପଷ୍ଟ ଦୃଶ୍ୟମାନ ହୁଏ। ଯେଉଁ ବିରାଟ ପାହାଡ଼ର ଅଂଶରେ ସୁଡ଼ଙ୍ଗ ଯାଇ ଶେଷ ହୁଏ, ସେଠାରୁ ମୋଟାଳିଆ ଅଂଶଟିଏ ହାତୀ ଶୁଣ୍ଡ ଭଳି ତଳକୁ ଲମ୍ବି ଯାଇଛି। ସେଇ ଢାଲୁ ଉପରେ ପେନ୍ଷ୍ଟକ୍ ପାଇପ୍ମାନ ସରଳ ରେଖାରେ ତଳକୁ ଲମ୍ବି ଯାଇଛି। 4ଟି ରେଖା ମଧ୍ୟରୁ ଏବେ ମାତ୍ର ଗୋଟାଏ ରେଖାରେ ତୁଙ୍ଗଭଦ୍ରା ଷ୍ଟିଲ୍ କମ୍ପାନୀ ପାଇପ୍ ଯୋଖା କାମ ଚାଲୁ ରଖିଛି। ସୁଡ଼ଙ୍ଗଠାରୁ ପାୱାର ହାଉସ୍ ଗାତ୍ରର ବ୍ୟବଧାନ 1000 ଫୁଟ। ସୁଡ଼ଙ୍ଗ ଉପରକୁ ମଧ୍ୟ ପାହାଡ଼ର ଉଚ୍ଚତା ଆଉ 1000 ଫୁଟ ସରିକି ହେବ। ପାହାଡ଼ ଶୀର୍ଷର 7ଟି ଡିମା ଡିମା ଲମ୍ବା ପଥର ଅଂଶକୁ 7 ଭଉଣୀ ପାହାଡ଼ ବୋଲି ଗ୍ରାମବାସୀମାନେ କହନ୍ତି। 7 ଭଉଣୀ ପାହାଡ଼ 12 କିଲୋମିଟର ଦୂରରେ ଥିବା ଜୟପାଟଣା ପର୍ଯ୍ୟନ୍ତ ଏକ ବିସ୍ତୃତ ଅଞ୍ଚଳକୁ ଦୃଷ୍ଟିଗୋଚର ହୁଏ। ଅପରାହ୍ନ 4:30ଟା। ଝିପିଝିପି ବର୍ଷା ଓ ମେଘାଚ୍ଛାଦିତ ଆକାଶ। ସନ୍ଧ୍ୟା ଆଗତ ପ୍ରାୟ। ହଠାତ୍ ଏକ ବିରାଟ ଶବ୍ଦରେ ଗଗନ ପବନ ମୁଖରିତ ହେଲା। ସତେ ଯେମିତି କେଉଁଠି ବୋମା ବିସ୍ଫୋରଣ ହୋଇଛି। ଦୁରନ୍ତ ଜୟପାଟଣାବାସୀ ମଧ୍ୟ ଚମକି ପଡ଼ିଲେ। କ'ଣ ହେଲା ବୋଲି ଲୋକେ ଘରୁ ବାହାରକୁ ଦୌଡ଼ିଲେ। କିଛି ଜଣା ପଡ଼ିଲାନି। ମୁଖିଗୁଡ଼ାରେ କିନ୍ତୁ ଲୋକେ ବାହାରକୁ ଆସି ଦେଖିଲେ ସମ୍ମୁଖରେ 7 ଭଉଣୀ ପାହାଡ଼ ମଝିଟା ଶୁଭ୍ର ଧୂଆଁରେ ଆଚ୍ଛାଦିତ ହେବାରେ ଲାଗିଛି। ବାରଣ୍ଡାରେ ଆଲୋଚନାରତ ନିରଞ୍ଜନ ମଲ୍ଲିକ ମୁହଁ ଟେକି ଟନେଲ ଆଡ଼କୁ ଚାହୁଁ ଚାହୁଁ ଛାତି ଧଡ଼ଧଡ଼ ହେବାରେ ଲାଗିଲା। ଏଇ ଯେ ତାଙ୍କ ସମ୍ମୁଖରେ ଟନେଲ ମୁହଁରୁ ଆଗ୍ନେୟଗିରିର ଲାଭା ଉଦ୍ଗୀରଣ ଭଳି ଜଳସ୍ରୋତ ପ୍ରବଳ ବେଗରେ ଉଦ୍ଗମ ହେଉଛି। ନିରଞ୍ଜନ ସେଇ ମୁହୂର୍ତ୍ତରେ ଗାଡ଼ି ଷ୍ଟାର୍ଟ କରି ଚାଲିଲେ ବିଦ୍ୟୁତ୍ ଗୃହ ଆଡ଼କୁ। ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନରୁ ପାୱାର ହାଉସ୍ର ବ୍ୟବଧାନ 1 କିଲୋମିଟରରୁ କମ୍। ଗ୍ରାମ ଶେଷରେ ଖୋଳା ସରିଥିବା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ସେତୁ ପାର ହେଲେ। ତାପରେ 300 ମିଟର ବ୍ୟବଧାନରେ ବିଦ୍ୟୁତ୍ ଗୃହ ଉଦ୍ଗମ ନାଳ ଉପର ସେତୁ। ଏ 2 ସେତୁ ମଧ୍ୟରେ ରାସ୍ତା କଡ଼କୁ ଲାଗି ପାହାଡ଼ ପର୍ଯ୍ୟନ୍ତ ଲମ୍ବି ଯାଇଛି ବିଦ୍ୟୁତ୍ ଗୋଦାମ ଏବଂ ମେକାନିକାଲ ଗୋଦାମ। ପ୍ରକଳ୍ପରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଓ ଗାଡ଼ି ମଧ୍ୟ ଏଠାରେ ଠୁଳ କରାଯାଏ। ଶ୍ରୀ ନିରଞ୍ଜନ ମଲ୍ଲିକ ଉଦ୍ଗମ ନାଳ ସେତୁ ପାର ହୋଇ ଆଗକୁ ଯିବା ପାଇଁ ସକ୍ଷମ ହୋଇପାରିଲେ ନାହିଁ। ବାଁ ଆଡ଼ ବିଦ୍ୟୁତ୍ ଗୃହ ଏବଂ ତା ଉପର ପାହାଡ଼ର ବିକଟାଳ ଦୃଶ୍ୟକୁ ଦେଖି ହେଉନାହିଁ। ଜଳପ୍ରପାତ ପରି ସୁଡ଼ଙ୍ଗ ପଥରୁ ଜଳଧାରା ଭୀଷଣ ବେଗରେ ଲମ୍ଫ ପ୍ରଦାନ କରି ତଳକୁ ଛୁଟିଛି। ପାହାଡ଼ର ପାର୍ଶ୍ୱ ଦେଇ ଜଳ ପ୍ରବାହିତ ହେଲାବେଳେ ତଳର ମାଟି, ଗୋଡ଼ି, ପଥର ସବୁକୁ କୋରି ନେଇ ଚାଲିଯାଉଛି। ପାଣି ସହିତ ବିରାଟ ଆକାରର ପଥରମାନ ଫୁଟବଲ ଭଳି ତଳକୁ ଡେଇଁ ଡେଇଁ ଚାଲିଛି। ଲାଇଭ୍ ହାଉସ୍ର 300 ମିଟର ପଛକୁ ଘାଟି ରାସ୍ତା କଡ଼େ ଲାଗିଥିବା ସୁଡ଼ଙ୍ଗ ମୁହାଣରୁ ମଧ୍ୟ ଗୋଟିଏ ବିରାଟ ଜଳଧାର ତଳକୁ ବୋହିଗଲା ବେଳେ
ଘାଟି ରାସ୍ତାଟିକୁ ଛିନଛତର କରି ପକାଉଛି। ଛୋଟ ଛୋଟ ପୋଲମାନ ସମୂଳେ ଉତ୍ପାଟିତ ହୋଇ ଭୂତଳଶାୟୀ ହେଉଛନ୍ତି। ତେଣୁ ସେଇ ଏକମାତ୍ର ରାସ୍ତା ଦେଇ ଉପରକୁ ଉଠିବା ଓ ଟନେଲର ଅବସ୍ଥା ଦେଖିବା ଅସମ୍ଭବ। ବିଦ୍ୟୁତ ଗୃହର 100 ଫୁଟ ତଳେ କଂକ୍ରିଟ ମୂଳଦୁଆ ପଡ଼ିଥିବା ଓ ତା ଉପରେ ପ୍ରାୟ 50 ଫୁଟିଆ କଂକ୍ରିଟ ଖମ୍ବମାନ ଉପରକୁ ଉଠିଛି କଡ଼ିମାନଙ୍କ ଦ୍ୱାରା ଛନ୍ଦାଛନ୍ଦି ହୋଇ। ପାହାଡ଼ ଉପରକୁ 2-3 ଟନିଆ ବିରାଟ ବିରାଟ ପଥରମାନ ଡେଇଁ ଡେଇଁ ଆସି ଢୋ ଢୋ ବାଡ଼େଇ ହେଉଛନ୍ତି କଂକ୍ରିଟ ଖମ୍ବ ଓ କଡ଼ିଗୁଡ଼ିକ ଉପରେ। ସେ ମଧ୍ୟ ଆଖି ପିଛୁଳାକେ ତଳେ ଉଭେଇ ଯାଉଛି। ବାଲି, ମାଟି, ଗେଟି ଓ ଛୋଟ ଛୋଟ ଶିଳାର ସ୍ତୂପ ଭିତରେ ଆଖି ପିଛୁଳାକେ ଏଡ଼େ ବଡ଼ ଗର୍ତ୍ତଟି ଭର୍ତ୍ତି ହୋଇ ବାଲି ପଥରମାନ ନିର୍ଗମନ ନଳୀରେ ଜମା ହେବାରେ ଲାଗିଛି। ଏଣେ ପଛପଟେ ପାହାଡ଼ କରରୁ 2 ଧାର ଜଳରାଶି ବୋହି ଆସି ବିଦ୍ୟୁତ ଓ ଯାନ୍ତ୍ରିକ ଷ୍ଟୋର ଆଡ଼େ ଧାବମାନ ହେଲାଣି। ରାସ୍ତା ପର୍ଯ୍ୟନ୍ତ ପାଣିର ସ୍ରୋତ ଛୁଟିବାକୁ ବସିଲାଣି। ଆଉ କାଳ ବିଳମ୍ବ କଲେ ଫେରିବା ବି ମୁସ୍କିଲ ହେବ। ନିରଞ୍ଜନ ବାବୁ ଘରକୁ ଫେରିଲେ ଓ 5:30ରେ ଖଡ଼ିଗୁଡ଼ାରେ ଥିବା ଜେନେରାଲ ମ୍ୟାନେଜରଙ୍କୁ ଦୁର୍ଘଟଣାର ସଦ୍ୟ ବିବରଣୀ ଫୋନ୍ ଯୋଗେ ଜଣାଇ ସଙ୍ଗେ ସଙ୍ଗେ ସେଇ ସନ୍ଧ୍ୟାରେ ହିଁ ଚାଲିଲେ ନବରଙ୍ଗପୁର ରାସ୍ତାରେ ଖଡ଼ିଗୁଡ଼ାକୁ। ପ୍ରକଳ୍ପ ପରିଚାଳକ ଶ୍ରୀ ରମେଶ ଚନ୍ଦ୍ର ରଥ ଦୈବାତ ଖଡ଼ିଗୁଡ଼ାରେ ସେଦିନ ଉପସ୍ଥିତ ଥିଲେ। ସେ 28 ତାରିଖରେ ଭୂତତ୍ତ୍ୱବିତ୍ଙ୍କ ସହିତ ଗସ୍ତରେ ଯିବା କାର୍ଯ୍ୟକ୍ରମ ଆଗରୁ ସ୍ଥିରୀକୃତ ହୋଇଥିଲା। କିନ୍ତୁ ସେଦିନ ହଠାତ୍ ତାଙ୍କ ସ୍ତ୍ରୀ ଜୟପୁରରୁ ପହଞ୍ଚିଥିଲେ ଏବଂ ଘରୋଇ କାମ ଯୋଗୁଁ ଗସ୍ତ ବାତିଲ ହୋଇଛି। ଶ୍ରୀ ରଥ ଟେଲିଫୋନ୍ରେ ଟନେଲ ଦୁର୍ଘଟଣା ଖବର ପାଇ ସଙ୍ଗେ ସଙ୍ଗେ ଆଦେଶ ଦେଲେ ପୋଡ଼ଗାଡ଼ରେ ଥିବା ଡୋଜର, ଖନନ ଯନ୍ତ୍ର ଓ କେତୋଟି ଟିପର ଶୀଘ୍ର ମହୁଲପାଟଣାରେ ଟନେଲ ମୁହଁକୁ ପଠାଇବା ପାଇଁ। ସେ ନିଜେ ତୁରନ୍ତ ବାହାରି ପଡ଼ିଲେ ଟନେଲ ଆଡ଼କୁ। ଅନ୍ଧାର ରାତି, ଝିପିଝିପି ବର୍ଷା। ଗତ ଦିନର ମୂଷଳଧାରା ବର୍ଷାରେ ବାଟଘାଟ କାଦୁଅ ପଚପଚ। କେତେକ ସ୍ଥାନରେ ରାସ୍ତା କଟିଯାଇଛି ମଧ୍ୟ। କଷ୍ଟେ ମଷ୍ଟେ ଟନେଲ ଆଗରୁ ପଡ଼ିଥିବା କୁଡୁମା ସିଲ୍ ନାଳ ପର୍ଯ୍ୟନ୍ତ ଯାଇପାରିଲେ। ପାଣିର ସ୍ରୋତକୁ ଦେଖି ଆଉ ଆଗେଇବା ସମ୍ଭବ ହେଲା ନାହିଁ। ନବରଙ୍ଗପୁର ଦେଇ ମୁଖିଗୁଡ଼ାକୁ ଯିବା ପାଇଁ ଫେରି ଆସିଲେ। ନିରଞ୍ଜନ ମଲ୍ଲିକ ଖଡ଼ିଗୁଡ଼ାରେ ପହଞ୍ଚିଲେ ରାତି 9ଟାରେ। ଶୁଣିଲେ ମୁଖ୍ୟ ଯନ୍ତ୍ରୀ ଟନେଲ ଆଡ଼େ ଯାଇଛନ୍ତି। ତେଣୁ ସେ ମଧ୍ୟ ଟନେଲ ଅଭିମୁଖେ ଯାତ୍ରା କଲେ। ମଝି ବାଟରେ ଦୁହେଁ ଭେଟାଭେଟି ହେଲେ। ନିରଞ୍ଜନଙ୍କଠୁ ମୁଖିଗୁଡ଼ା ହାଲଚାଲ ଶୁଣି ଏଇପଟରୁ ହିଁ ମହୁଲପାଟଣା ଯିବା ପାଇଁ ସିଦ୍ଧାନ୍ତ ହେଲା। ଏଥର ହାତକୁ ହାତ ଧରାଧରି ହୋଇ କାମୁଡ଼ା ସିଲ୍ ନାଳ ଦେଇ ଅନ୍ଧକାର ରାତିରେ ହିଁ ଟର୍ଚ୍ଚ ଲାଇଟ୍ ଆଲୁଅରେ ପାର ହେବାକୁ ପଡ଼ିଲା। ଅଳ୍ପ ଦୂରରେ ବହି ଯାଉଥିବା ଇନ୍ଦ୍ରାବତୀ ନଦୀ ଏବେ ଦିଗ୍ବିଦିଗ ବ୍ୟାପିଛି। କୁମୁଡ଼ାସିଲ୍ ନାଳ ଓ ଇନ୍ଦ୍ରାବତୀ ନଦୀ ଏକାକାର। ବଢ଼ିଲା ନଈସ୍ରୋତର ଗର୍ଜନ କାନ ଫଟାଇ ଦେଉଛି। ତଥାକଥିତ ଆଡ଼ିବନ୍ଧ ଛିନଛତର। ମଝିରେ ମଝିରେ ମେଞ୍ଚାଏ ଲେଖା ମାଟି ସ୍ତୂପ ପାଣି ଉପରକୁ ମୁଣ୍ଡ ଟେକୁଛି। କୁମୁଡ଼ାସିଲ୍ ନାଳର ଉପର ମୁଣ୍ଡ ପାର ହେଲା ବେଳେ ନିରଞ୍ଜନ ପାଣି ସ୍ରୋତରେ ଖସିଯାଇ ଅଳ୍ପକେ ବଞ୍ଚିଗଲେ। ପାଦରେ ଚାଲି ଚାଲି ମହୁଲପାଟଣାରେ ପହଞ୍ଚିଲା ବେଳକୁ ପୂର୍ବାକାଶରେ ସିନ୍ଦୁରା ଫିଟୁଛି। ମହୁଲପାଟଣାରେ ଦୁର୍ଘଟଣା ଦିନ ଥିଲେ ସହକାରୀ ଯନ୍ତ୍ରୀ ଶ୍ରୀ MC ବେରା, ଅନୁଜ ଯନ୍ତ୍ରୀ ଶ୍ରୀ ଭିକାରୀଚରଣ ବେହେରା, ଶ୍ରୀ କେସି ବେହେରା ଓ NPCCର ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାରଙ୍ଗ, ଅନୁଜ ଯନ୍ତ୍ରୀ ଶ୍ରୀ ପୌସନ ଆଦି ଆହୁରି କେତେ ଯନ୍ତ୍ରୀ। ସକାଳୁ ସକାଳୁ ଏମାନଙ୍କୁ ଡାକି ଶ୍ରୀ ରଥ ଅଳ୍ପ ସମୟ ଆଲୋଚନା ପରେ କହିଲେ ଯେ ଖତିଗୁଡ଼ାରୁ ଡୋଜର ଓ ଟିପର ଆସିବ। NPCCର ମଧ୍ୟ କିଛି ଯନ୍ତ୍ରପାତି ଲଗାଇ ପ୍ରଥମେ ଆଡ଼ିବନ୍ଧରେ ବାହାରୁ ମାଟି ଆଣି ପକାଯିବ ଏବଂ ଯେକୌଣସି ପ୍ରକାରେ ଶୀଘ୍ର ଟନେଲ ଆଡ଼କୁ ମୁହାଁଉଥିବା ସ୍ରୋତକୁ ରୋକାଯିବ। ଯାହା ହେଲାଣି, ଯାହା କରିବାକୁ ହେବ ସେଥିପ୍ରତି ଦୃଢ଼ତାର ସହିତ ଅଗ୍ରସର ହୁଅ। ଏଡ଼େ ବଡ଼ ଦୁର୍ବିପାକରେ ମଧ୍ୟ ରମେଶ ରଥ ଅବିଚଳିତ ଥିବା ଦେଖି ସମସ୍ତେ ଆଚମ୍ବିତ। ନିରଞ୍ଜନ କିନ୍ତୁ ରମେଶ ରଥଙ୍କ ଆଚରଣ ସହିତ ବହୁତ ଦିନରୁ ପରିଚିତ। କାରଣ ସେ ଶ୍ରୀ ରଥଙ୍କ ଅଧୀନରେ କୋଲାପ ଟନେଲ କାମ କରିଛନ୍ତି। ତାଙ୍କ ଅଧୀନରେ ଯେଉଁମାନେ କାମ କରନ୍ତି ସେମାନଙ୍କୁ ଦେଖି ଆପଦ ବିପଦ ବେଳେ ମାର୍ଗଦର୍ଶନ ଦିଅନ୍ତି ଏବଂ ନିଜେ ସେଥିରେ ନିମଜ୍ଜିତ ରହନ୍ତି।
ତାଙ୍କ ମତରେ କୌଣସି ସମସ୍ୟା ଦେଖାଗଲେ ନିଜର ବୈଷୟିକ ଜ୍ଞାନକୁ ଲଗାଇ ତୁରନ୍ତ ଏକ ସିଦ୍ଧାନ୍ତ ନେଇ ଶୀଘ୍ର ତାକୁ ଉପଯୋଗ କର, କାରଣ ଯଦି କିଛି ଭୁଲ ରହେ ତାକୁ ସଂଶୋଧନ କରିବାକୁ ସମୟ ମିଳିବ। ଡେରି ହେଲେ ଭୁଲ ସଜାଡ଼ିବା କଷ୍ଟକର ହୋଇପଡ଼େ। ସକାଳୁ ଖତିଗୁଡ଼ାରୁ ଡୋଜର, ଟିପର ଆଦି କୁଡ଼ୁମାସିଲ ନାଳ ପାଖେ ଆସି ଲାଗିଲା, କିନ୍ତୁ ଦିନ ସାରା ପ୍ରବଳ ଜଳସ୍ରୋତ ଯୋଗୁଁ ଆଡ଼ିବନ୍ଧ ଆଡ଼କୁ ଅଗ୍ରସର ହୋଇପାରିଲା ନାହିଁ। ଶ୍ରୀ ରମେଶ ରଥ ଓ ନିରଞ୍ଜନ ଚାଲିଲେ ଟନେଲ ଆରମୁହଁକୁ। ଟନେଲ ମୁହାଣରୁ ଆଉ ଅଧିକ ଅଗ୍ରସର ହେବା ଅସମ୍ଭବ। ଘାଟି ରାସ୍ତାଟି ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ। ସେମାନେ ଫେରିଆସିଲେ ପାହାଡ଼ ଉପରକୁ ଉତ୍ତାଳ କୂଅ ଜର୍ଜ ସାଫ୍ଟ ପାଖକୁ। ଏଠାରୁ ସମସ୍ତ ପାହାଡ଼ ପୃଷ୍ଠର କିଛି ଅଂଶ ଓ ତା ଉପରେ ସ୍ଥାପିତ ପେନଷ୍ଟକ୍, ପାୱାର ହାଉସ୍, ନିର୍ଗମନ ନାଳ ଓ ସୁଦୂର ହାତୀ ବ୍ୟାରେଜରୁ ବାହାରି ଆସିଥିବା ଦକ୍ଷିଣ ମୁଖ୍ୟ କେନାଲ ଆକାଶ ମାର୍ଗରୁ ତଳର ଦୃଶ୍ୟପଟ ପରି ଦେଖାଯାଏ। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳ ବିଭତ୍ସ ହୋଇପଡ଼ିଛି। ଘାଟି ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଟନେଲ ପ୍ରବେଶ ମୁହାଣ ଅଡିଟ୍ ଠାରୁ ବିଦ୍ୟୁତ ଗୃହ ପର୍ଯ୍ୟନ୍ତ 20ରୁ 50 ଫୁଟ ଯାଏ ଗହୀର କରି ପାଣି ଜଳପ୍ରପାତ ପରି ଚାଲିଛି। ତଳେ ସେହି 50 ଫୁଟ ଉଚ୍ଚା ପଥର ମାଟିର ବିସ୍ତୀର୍ଣ୍ଣ କ୍ଷେତ୍ର ସ୍ପିଡ୍-ୟାର୍ଡକୁ ଘୋଡ଼ାଇ ପକାଇଛି। ବିଦ୍ୟୁତ ଗୃହ ସ୍ଥାନରେ ଏକ ବିରାଟ ପଥର ମଟାଳର ସ୍ତୂପ। ବାଲି ପଥର ବିଦ୍ୟୁତ ଗୃହକୁ ଡେଇଁ ନିର୍ଗମନ ନାଳର ପ୍ରାୟ 1/3 ପୋତି ପକାଇଛି। ସୁଡ଼ଙ୍ଗର ଉଦ୍ବୃତ ଜଳର ଆଉ ଏକ ଧାରା ପାହାଡ଼ ପାର୍ଶ୍ୱକୁ ଗଭୀର ଭାବରେ କ୍ଷତବିକ୍ଷତ କରି ବିଦ୍ୟୁତ ଓ ମେକାନିକାଲ ଷ୍ଟୋର ଆଡ଼େ ଧାବମାନ ହୋଇ ବାଲୁକା ଓ ଶିଳାଖଣ୍ଡରେ ବିରାଟ ଭୂଖଣ୍ଡକୁ ସ୍ତୂପୀକୃତ କରିବା ସଙ୍ଗେ ସଙ୍ଗେ ଡାହାଣ କେନାଲକୁ ମଧ୍ୟ ପୋତି ପକାଉଛି। ଚତୁର୍ଦିଗରେ ଖାଲି କୁଢ଼ କୁଢ଼ ବାଲି ଆଉ ପଥର। ପେନଷ୍ଟକ୍ ଗୁଡ଼ିକ ସ୍ଥାନଚ୍ୟୁତ ଓ ତାର କଂକ୍ରିଟ ମୂଳଦୁଆ ସ୍ଥାନଚ୍ୟୁତ ହୋଇ ଭୟଙ୍କର ଅବସ୍ଥା ସୃଷ୍ଟି କରିଛି। ବିରାଟ ବିରାଟ ପାଇପ୍ ମାନ ଜଳସ୍ରୋତରେ ଗଡ଼ିଯାଇ ଦୂର ଦୂରାନ୍ତରେ ଫୋପାଡ଼ି ହୋଇପଡ଼ିଛି। କେତେଜଣ ମୃତାହତ ହୋଇଥିବେ କଳ୍ପନା କରି ହେଉନାହିଁ। ଶ୍ରୀ ରମେଶ ରଥଙ୍କ ମନକୁ ଛୁଇଁଲା, ଯଦି ଦିନେ 2 ଦିନ ଭିତରେ ଆହୁରି ବର୍ଷା ହୋଇ ବନ୍ୟା ହୁଏ ଏବଂ ପ୍ରବଳ ଭାବେ ଟନେଲରୁ ପାଣି ନିଷ୍କାସିତ ହୁଏ, ତେବେ ହୁଏତ କେନାଲର ଅତି ନିକଟରେ ଥିବା ମୁଖିଗୁଡ଼ା ଆଡ଼େ ଜଳସ୍ରୋତ ମୁହାଁଇ ଗ୍ରାମଟିକୁ ଜଳମଗ୍ନ କରିଦେବ। କାରଣ ପାଖରେ ଜଳ ନିଷ୍କାସନ ପାଇଁ ଅନ୍ୟ ଉପତ୍ୟକା ବା ଖାଲି ସ୍ଥାନ ନାହିଁ। ମିଲିଟାରୀ ସାହାଯ୍ୟ ସକାଶେ ସରକାରଙ୍କୁ ପରାମର୍ଶ ଦେବା ପାଇଁ ମନ ଡାକିଲା, କିନ୍ତୁ ଏ ଚିନ୍ତାକୁ ସେ ଦମନ କଲେ। ଏମିତି କଲେ ହୁଏତ ସମଗ୍ର ଦେଶବାସୀ ଭୟଭୀତ ହୋଇପାରନ୍ତି ଏବଂ କଥା ବଢ଼ି ବଢ଼ି କେଉଁଠି ପହଞ୍ଚିବ କହି ହେଉନି। ମହୁଲପାଟଣା କ୍ୟାମ୍ପକୁ ଫେରିବା ବେଳକୁ ସନ୍ଧ୍ୟା 5ଟା। ବର୍ଷା ଛାଡ଼ିଛି। ନଦୀ ସ୍ରୋତ କମି ଆସୁଛି। ଡୋଜର, ଏକ୍ସାଭେଟର ଓ ଟିପର ଗୁଡ଼ିକ କାମରେ ଲଗାଇଲା ଧୀରେ ଧୀରେ। ଆଡ଼ିବନ୍ଧକୁ ଗୋଟିଏ ପଟରୁ ମାଟି ପକାଇ ଉଚ୍ଚା କରି ଆଗେଇବା କାମ ଆରମ୍ଭ ହେଲା। ରାତି 7ଟାରେ ମାଟି କାମ କିଛି ଦୂର ଆଗେଇ ଯିବାରୁ ଶ୍ରୀ ରଥ ଆଶ୍ୱସ୍ତ ହେଲେ ଏବଂ ଖତିଗୁଡ଼ାକୁ ଫେରିଲେ। ଶ୍ରୀ ନିରଞ୍ଜନ ମଲ୍ଲିକ ମହୁଲପାଟଣାରେ କାର୍ଯ୍ୟ ତଦାରଖ କଲେ। ତା ଆରଦିନ ମାଟିବନ୍ଧକୁ କାମଚଳା ଉଚ୍ଚାରେ ସମ୍ପୂର୍ଣ୍ଣ କରିବାକୁ ଦିନ 11ଟା ବାଜିଲା। କିଛି ସମୟ ପରେ ଟନେଲରୁ ପାଣିର ନିର୍ଗମନ ବନ୍ଦ ହେଲା। ପରିଚାଳକ ଶ୍ରୀ ରଥ ପ୍ରକଳ୍ପ ତରଫରୁ ଜୁଲାଇ 30 ତାରିଖରେ ପ୍ରଥମେ ଦୁର୍ଘଟଣାର ପ୍ରାରମ୍ଭିକ ବିବରଣୀ ଗୁପ୍ତ ଚିଠି ଆକାରରେ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ। ସେ ଏଥିରେ ପ୍ରକାଶ କରିଥିବା ଜଣାଯାଏ ଯେ ବିଦ୍ୟୁତ ଯନ୍ତ୍ରପାତି ଓ ଅନ୍ୟ ଷ୍ଟୋର ବାଲି ପଥରରେ ଭର୍ତ୍ତି ହୋଇଯିବାରୁ ବିଶେଷ କ୍ଷୟକ୍ଷତି ହେବା ସ୍ୱାଭାବିକ। ଏନପିସିସିର ଟନେଲ ଭିତରେ କାର୍ଯ୍ୟରତ ନାନା ଯନ୍ତ୍ରପାତି ଓ ନିର୍ମାଣ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବ ଏବଂ ଖନନ କାର୍ଯ୍ୟ ଓ କଂକ୍ରିଟ ଢଳେଇର କ୍ଷତି ପରେ ଜଣାଯିବ। ରବିବାର ଛୁଟି ଦିନ ହୋଇଥିବାରୁ ଜୀବନହାନି ଯଥେଷ୍ଟ କମ୍। ଏନପିସିସି କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। କଲେକ୍ଟର ଓ ଏସ୍ପିଙ୍କୁ ସୁରକ୍ଷା ପାଇଁ ଅବଗତ କରାଯାଇଛି। ଘାଟି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ମୁଖିଗୁଡ଼ାରୁ ମହୁଲପାଟଣା ଟନେଲ ମୁଖକୁ ଯିବା ମୋଟେ ସମ୍ଭବ ନୁହେଁ। ଦୁର୍ଘଟଣାର କାରଣକୁ ଶ୍ରୀ ରଥ କର୍ମବର୍ଦ୍ଧିଷ୍ଣୁ କାର୍ଯ୍ୟାତ୍ମକ ତ୍ରୁଟି ବୋଲି ଦର୍ଶାଇଛନ୍ତି। ତଳୁ ଉପର ସମସ୍ତଙ୍କ ସତର୍କତା ପ୍ରତି ଦୃଷ୍ଟି ଦେବାରେ ବିଫଳତାକୁ ଏହା ଆଙ୍ଗୁଠି ନିର୍ଦ୍ଦେଶ କରେ। ଅପରାହ୍ନ 4:30ଟାରେ ଆଡ଼ିବନ୍ଧ ଡେଇଁ
ବନ୍ୟା ପାଣି ଟନେଲ ଅଭିମୁଖେ ଧାବମାନ ହୋଇଥିଲା। ତାପରେ ପରଦିନ ସକାଳ 5ଟା ଯାଏ ପାଣି ବଢ଼ି ବଢ଼ି ଚାଲିଥିଲା। ତତ୍ସଙ୍ଗେ ସଙ୍ଗେ ଆଡ଼ିବନ୍ଧ ତଳେ ରହୁଥିବା କୁମଡ଼ା ସିଲ୍ର ପାଣି ନଦୀକୁ ନିଷ୍କାସିତ ନ ହେବାରୁ ବନ୍ଧ ତଳକୁ ଖାଇଯାଇଥିଲା। ଏ ଅବସ୍ଥା ବିଶେଷଜ୍ଞ ପ୍ୟାନେଲ ଓ ବିଶ୍ୱବ୍ୟାଙ୍କ ପରାମର୍ଶଦାତାଙ୍କ ନଜରକୁ ଆଗରୁ ନ ଆସିବା ଆଶ୍ଚର୍ଯ୍ୟର ବିଷୟ। ଏହା ବହୁ ଉପର ସ୍ତରରେ ମଧ୍ୟ କର୍ତ୍ତବ୍ୟ ନିଭାଇବାରେ ବିଫଳତାକୁ ପ୍ରମାଣିତ କରେ। କ୍ଷୟକ୍ଷତିର ଅଟକଳ ବର୍ତ୍ତମାନ ଅବସ୍ଥାରେ ବ୍ୟକ୍ତ କରିବା ଅନୁଚିତ, କାରଣ ବର୍ତ୍ତମାନର ଆନୁମାନିକ ମୂଲ୍ୟାଙ୍କନ ହୁଏତ ଅତି ସାମାନ୍ୟ ଜଣାପଡ଼ିବ କିମ୍ବା ଏତେ ଅଧିକ ମନେ ହେବ ଯେ ସରକାର ଏହା ଶୁଣି ଅଡ଼ୁଆରେ ପଡ଼ିପାରନ୍ତି। ବର୍ତ୍ତମାନ ଅବସ୍ଥାରେ ସରକାରଙ୍କ ସହାନୁଭୂତି ମନୋଭାବ ନିତାନ୍ତ ଜରୁରୀ ଓ ତୁରନ୍ତ ପୁନର୍ଗଠନ କାମରେ ଲାଗି ପ୍ରକଳ୍ପଟିକୁ ପୂର୍ବାବସ୍ଥାକୁ ଆଣିବା ଆବଶ୍ୟକ। ଅପାଙ୍କ୍ତେୟ ସ୍ଥାନରେ ଯୋଜନାର ଅବସ୍ଥାନ ହେତୁ 28 ତାରିଖରେ ଦୁର୍ଘଟଣା ସମ୍ପର୍କିତ କୌଣସି ଖବର ଲୋକଲୋଚନକୁ ଆସିନଥିଲା। 29 ତାରିଖରେ ରେଡ଼ିଓ ଟେଲିଭିଜନରେ ଖବରମାନ ପ୍ରଚାରିତ ହେଲା। 30 ତାରିଖରେ ସମ୍ବାଦପତ୍ର ଗୁଡ଼ିକରେ ଦୁର୍ଘଟଣା ଖବର ପ୍ରକାଶ ପାଇ ଦେଶ ବିଦେଶରେ ଚାଞ୍ଚଲ୍ୟ ସୃଷ୍ଟି କଲା। ସମଗ୍ର ଅଞ୍ଚଳ ପଥର ବାଲିରେ ପୋତି ହେବା, ଏଡ଼େ ବଡ଼ ପାହାଡ଼ରୁ ଉପରୁ ତଳ ଯାଏ 4-5ଟି ରେଖାରେ ଗଭୀର କ୍ଷତ ସୃଷ୍ଟି କରିବାର କୋରାଳ ଦୃଶ୍ୟ ମୃତାହତ ଲୋକଙ୍କ ଅଟକଳ ଆଦି ସାମ୍ବାଦିକମାନଙ୍କୁ କଳ୍ପନା ବିଳାସ ଯୋଗାଇ ଦେଲା। ମୃତାହତଙ୍କ ସଂଖ୍ୟା କାହା ପାଇଁ 40 ତ କାହା ପାଇଁ 100। BBC ଆଉ ଟିକିଏ ଆଗେଇ ଯାଇ ପ୍ରଚାର କଲା, ଟନେଲ ଭିତରେ ଅଦ୍ୟାବଧି 1000 ଶ୍ରମିକଙ୍କ ମୃତଦେହ ରହିଥିବା ଅନୁମାନ। ସେପରି କ୍ଷୟକ୍ଷତିର ହିସାବ 100 କୋଟି ଟଙ୍କାରେ ପହଞ୍ଚିଲା। କେବଳ ଇଣ୍ଡିଆନ ଏକ୍ସପ୍ରେସ ମୃତାହତଙ୍କ ସଂଖ୍ୟା 15 ବୋଲି ଅଟକଳ କଲା, ଯାହା ଶେଷରେ ପ୍ରମାଣିତ ସଂଖ୍ୟା ପାଖାପାଖି ହେଲା। 29 ତାରିଖରେ ମୁଖିଗୁଡ଼ାରେ ଇଞ୍ଜିନିୟର ଓ କର୍ମଚାରୀମାନେ ହତଭମ୍ବ ହୋଇ ରହିଲେ। କାହା ପାଟିରୁ କଥା ବାହାରିଲା ନାହିଁ। 30 ତାରିଖରୁ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବଢ଼ିଲା। ଷ୍ଟୋର ଭିତରେ ପଶି ଗୁଡ଼ାଏ ଜିନିଷ ଲୁଟପାଟ ହେଲା। ଇଞ୍ଜିନିୟରଙ୍କୁ ଦେଖିଲେ ଟାଉଟର ଲୋକେ କୁଭାଷାରେ ଗାଳି ବର୍ଷଣ କଲେ। ହତାଶ ଓ ଲୋଭୀ ରାଜନୈତିକ ନେତା ବୋଲାଉଥିବା ଯୁବକମାନେ ଯନ୍ତ୍ରୀଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କଲେ। ଇଞ୍ଜିନିୟରମାନେ ଭୟଭୀତ ହୋଇ ଘର ଭିତରେ କବାଟ ଦେଇ ରହିଲେ। କିଛି ଦିନ ଏପରି କାଳ କଟିବା ପରେ ପ୍ରାୟ ସମସ୍ତେ ଘରକୁ ଯିବା ପାଇଁ ଛୁଟି ମାଗିଲେ। କଳାହାଣ୍ଡି ଏସ୍ପି ଶ୍ରୀ RP ଶର୍ମା 29 ତାରିଖ ମଧ୍ୟରାତ୍ରରେ ଟନେଲ ଦୁର୍ଘଟଣାର ଖବର ପାଇ ତୁରନ୍ତ 1 ପ୍ଲାଟୁନ ପୋଲିସ ଫୋର୍ସ ଧର୍ମଗଡ଼ରୁ ମୁଖିଗୁଡ଼ା ଅଭିମୁଖେ ପ୍ରେରଣ କଲେ ଏବଂ ସେ ନିଜେ ରାତି 2ଟାରେ ଘଟଣାସ୍ଥଳକୁ ଯିବା ପାଇଁ ବାହାରିଲେ। ଜୁନାଗଡ଼ଠାରେ ହାତୀ ନଦୀର ବନ୍ୟାଜଳ କୂଳ ଲଙ୍ଘିଥିବାରୁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କଲେ। ମୁଖିଗୁଡ଼ାରେ ପହଞ୍ଚିବା ବେଳକୁ 30 ତାରିଖ ଦିନ 12ଟା। କ୍ଷେତ୍ରସ୍ଥଳ ପରିଦର୍ଶନରେ ଦେଖିଲେ ଷ୍ଟୋର, ବିଦ୍ୟୁତ ଗୃହ, କେନାଲ, ଟିଲରେସ୍ ଚ୍ୟାନେଲ ଆଦି ଗୋଡ଼ି, ବାଲି, ପଥରରେ ପୋତି ହୋଇ ପଡ଼ିଛି। ଷ୍ଟୋରର କେତେକ ଅଞ୍ଚଳରେ ବିଭିନ୍ନ ଯାନବାହନ ମୁଣ୍ଡ ଅଂଶଟିମାନ ସୂର୍ଯ୍ୟ କିରଣ ପଡ଼ି ଝଲମଲ ହେଉଛି। ପେନ୍ଷ୍ଟକ୍ ମୂଳଦୁଆ, ପାହାଡ଼ର ବାମ ଅଂଶ ଓ ଡାହାଣପଟ ଘାଟି ରାସ୍ତାରେ ବନ୍ୟା ଜଳର ପ୍ରଚଣ୍ଡ ପ୍ରବାହରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପ୍ରକଳ୍ପର ବିଭିନ୍ନ ସ୍ଥାନରେ ହଜାର ହଜାର ଦେଖଣାହାରୀଙ୍କ ସମାରୋହ। କେତେଜଣ ଅଫିସ ଓ ରାଜରାସ୍ତାରେ ଆନ୍ଦୋଳନାତ୍ମକ ଧ୍ୱନି ଦେବାରେ ଲାଗିଛନ୍ତି। କେତେକ ଉତ୍ତେଜିତ ଅବସ୍ଥାରେ ଉଦ୍ବାଚ କରୁଛନ୍ତି। ପୋଲିସକୁ ଦେଖି କେତେକ ଛତ୍ରଭଙ୍ଗ ଦେଲେଣି। 29 ତାରିଖରୁ ଷ୍ଟୋର ଭିତରେ ଚୋରି ହେବା ଖବର ପାଇ ପୋଲିସ ଜଗୁଆଳିର ବ୍ୟବସ୍ଥା କରାଗଲା। ସେତେବେଳକୁ 3ଟି ମୃତଦେହ ଠାବ କରାଯାଇଛି। ଅନ୍ୟ ମୃତଦେହ ଏତେ ବଡ଼ ବଡ଼ ବାଲୁକା ସ୍ତୂପରୁ ବାହାର କରିବା ଦୁଃସାଧ୍ୟ। ମହୁଲପାଟଣା ଥାନା ସହିତ ଯୋଗାଯୋଗ କଲା ପରେ ଥାନା ଅଧିକାରୀ ଜଣାଇଲେ ଯେ 16 ଜଣ ଶ୍ରମିକ ଦୁର୍ଘଟଣା ବେଳେ ଟନେଲ ଭିତରେ କାର୍ଯ୍ୟରତ ଥିଲେ। ବିଭିନ୍ନ ସୂତ୍ରରୁ 30 ତାରିଖ ସୁଦ୍ଧା 7ଟି ମୃତଦେହର ସନ୍ଧାନ ମିଳିଲା ଏବଂ ସେଥିରୁ 2 ଜଣକୁ ଚିହ୍ନଟ କରାଗଲା। ଏସ୍ପି ଶ୍ରୀ ଶର୍ମା ମହୁଲାପାଟଣା ଯାଇ ତଦନ୍ତ ବେଳେ ଜାଣିଲେ ଯେ ରବିବାର ଦିନ ଛୁଟିରେ ମଧ୍ୟ ଉପଠିକାକାର 27 ଜଣ ଶ୍ରମିକଙ୍କୁ ଟନେଲ ଭିତରେ କାମ ପାଇଁ ନିଯୁକ୍ତ କରିଥିଲେ। ପାଣି ପଶିବା ମାତ୍ରେ ମାତ୍ର 16 ଜଣ ଟନେଲ ଭିତରେ ଥିଲେ। ସେ ଏହି ଖବର ମଧ୍ୟ ପାଇଲେ ଯେ ଘଟଣା ପୂର୍ବଦିନ ଇନ୍ଦ୍ରାବତୀ ଉପର ମୁଣ୍ଡରେ ଅଶ୍ରୁତପୂର୍ବ ବୃଷ୍ଟିପାତ ହୋଇଛି।
31 ତାରିଖ ସକାଳ ରେଡ଼ିଓରେ ସଂସ୍କୃତ ସମ୍ବାଦ ପରିବେଷଣରେ ଇନ୍ଦ୍ରାବତୀର ସୁଡ଼ଙ୍ଗ ଦୁର୍ବିପାକ ଖବର ପ୍ରଥମ ଥର ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଜେ.ଏନ୍. ପୋଦ୍ଦାର ଶୁଣିଲେ। ସେ ସେହିଦିନ ହିଁ ଦିନ 10ଟା ବେଳେ ଭବାନୀପାଟଣା ଅଭିମୁଖେ ଯାତ୍ରାରମ୍ଭ କଲେ। ତାଙ୍କରି ଗସ୍ତ ଟିପ୍ପଣୀ ପରେ ଅନ୍ୟାନ୍ୟ ଅନୁସନ୍ଧାନ ଯଥା ସୁନ୍ଦରାଜନ କମିଶନର ବ୍ୟବହୃତ ହୋଇଛି। ଅଗଷ୍ଟ 1 ତାରିଖରେ ଜଳସେଚନ ମନ୍ତ୍ରୀ ଶ୍ରୀ ବିଜୟ ମହାପାତ୍ର, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ରନାଥ ନାୟକ ଓ ପୂର୍ତ୍ତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରଣ ସିଂଦେଓ ଦୁର୍ଘଟଣା ଅନୁଧ୍ୟାନ ପାଇଁ ମୁଖିଗୁଡ଼ାରେ ପହଞ୍ଚିଲେ। ଜୁଲାଇ 31ରେ ପ୍ରକଳ୍ପ ପରିଚାଳକ ଶ୍ରୀ ରମେଶ ଚନ୍ଦ୍ର ରଥ ମୁଖିଗୁଡ଼ାରେ ଆସି ରହିଥାନ୍ତି। ମନ୍ତ୍ରୀଙ୍କ ସହିତ ସଚିବ ବି ଆସିଥାନ୍ତି। ଦୁର୍ଘଟଣାର କ୍ଷୟକ୍ଷତି ଅନୁଧ୍ୟାନ ବେଳେ ଏକ ଜରୁରୀ ସମସ୍ୟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ତାହା ହେଉଛି ପ୍ରକଳ୍ପର ବିଭିନ୍ନ ଅଂଶରେ ହଜାର ହଜାର ଶ୍ରମିକ ପରିଶ୍ରମ କରି ଦୈନିକ ମୂଲ ପଇସାରେ ପେଟ ପୋଷନ୍ତି। ବିଦ୍ୟୁତ୍ ଗୃହ, ଟନେଲ ଆଦିରେ ମୁଖିଗୁଡ଼ା ଓ ମହୁଲପାଟଣାର ପ୍ରାୟ 3000 ମୂଲିଆ ଦୈନିକ କାମରେ ନିଯୁକ୍ତ। ଦୁର୍ଘଟଣା ଯୋଗୁଁ କାମ ବନ୍ଦ ହେଲେ ସେମାନଙ୍କ ଗୁଜୁରାଣ ମେଣ୍ଟିବ କେମିତି? ଏସବୁ ଓ ଅନ୍ୟାନ୍ୟ ଆଲୋଚନା ପରେ ମନ୍ତ୍ରୀ ତାଙ୍କ ପରିଦର୍ଶନ ନୋଟରେ ଆଦେଶ ଦେଲେ ଯେ ବାଲି, ମାଟି, ପଥର ସ୍ତୂପଗୁଡ଼ିକୁ ଖନନ ଯନ୍ତ୍ର ସାହାଯ୍ୟରେ ତୁରନ୍ତ ସଫା କରାଯିବ। ମଞ୍ଜୁରୀ ପ୍ରାପ୍ତ ରେଟ୍କୁ ଅପେକ୍ଷା ନ କରି କାର୍ଯ୍ୟାରମ୍ଭ ହେବ। ଶ୍ରମଭିତ୍ତିକ କାର୍ଯ୍ୟ ଦ୍ୱାରା ବିଦ୍ୟୁତ୍ ଗୃହ ଆଖପାଖ କାମ ହାତକୁ ନିଆଯିବ। ଯନ୍ତ୍ର ଓ ଶ୍ରମଭିତ୍ତିକ କାମ ଜରିଆରେ ଘାଟି ରାସ୍ତାର ପୁନଃ ନିର୍ମାଣ କରାଯିବ। ଆଡ଼ିବନ୍ଧର ଉଚ୍ଚତା ବଢ଼ାଯାଇ ମଜବୁତ କରାଯିବ। କେନାଲ କ୍ଷୟକ୍ଷତିର ପୁନରୁଦ୍ଧାର କରାଯିବ। ପ୍ରକଳ୍ପ ପରିଚାଳକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଧିକ କ୍ଷମତା ଦିଆଯିବ। କ୍ଷତିଗ୍ରସ୍ତ ଲୋକଙ୍କୁ ଚୁଡ଼ା ଚାଉଳ 1 ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଜରିଆରେ ବଣ୍ଟାଯିବ ଏବଂ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ 25,000 ଟଙ୍କା କ୍ଷତିପୂରଣ ଦିଆଯିବ। ପ୍ରକଳ୍ପ ପରିଚାଳକ ଶ୍ରୀ ରମେଶ ରଥ ପ୍ରସ୍ତାବ ଦେଲେ କି 2ଟା ଅଧିକା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଦୁର୍ଘଟଣା ଜନିତ କ୍ଷତିର ପୁନଃ ନିର୍ମାଣ ପାଇଁ ନିଯୁକ୍ତ କରାଯିବା ଉଚିତ। ମନ୍ତ୍ରୀ ଏ ପ୍ରସ୍ତାବକୁ ସଙ୍ଗେ ସଙ୍ଗେ ସ୍ୱୀକୃତି ଦେଲେ। ଜଳସେଚନ ମନ୍ତ୍ରୀ ଶ୍ରୀ ବିଜୟ ମହାପାତ୍ର ଭୁବନେଶ୍ୱର ଲେଉଟିବା ସଙ୍ଗେ ସଙ୍ଗେ ସୁଡ଼ଙ୍ଗ ଦାୟିତ୍ୱରେ ଥିବା ଶ୍ରୀ ଲିଙ୍ଗରାଜ ମିଶ୍ରଙ୍କୁ ସସ୍ପେଣ୍ଡ କଲେ। କାରଣ ବିଭିନ୍ନ ଆଡ଼ରୁ ଦାବି ଓ ଚାପ ପଡ଼ୁଥିଲା ଯେ ଏତେ ବଡ଼ ଦୁର୍ଘଟଣା ପାଇଁ ଦାୟୀ କୌଣସି ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏ କାର୍ଯ୍ୟାନୁଷ୍ଠାନରେ କିଛି ଜନମତ ଦବିଗଲା। ଅଗଷ୍ଟ 2 ତାରିଖରେ ମନ୍ତ୍ରୀ ତତ୍କାଳୀନ ସଚିବ ଶ୍ରୀ ମଦନ ମୋହନ ମହାନ୍ତିଙ୍କ ସହିତ ଆଲୋଚନା କରି ପୁନର୍ଗଠନ କାମ ପାଇଁ 2ଟି ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପଦବୀ ସୃଷ୍ଟି କଲେ। ଅଗଷ୍ଟ 5 ତାରିଖରେ ଦୁର୍ଘଟଣାର କାରଣ ଓ ଏଥିପାଇଁ କିଏ ଦାୟୀ ଅନୁସନ୍ଧାନ କରିବାକୁ ଅତିରିକ୍ତ ଉନ୍ନୟନ କମିଶନର ଶ୍ରୀ ସୁନ୍ଦରରାଜନ କମିଟି ଗଠନ କଲେ। ଅଗଷ୍ଟ 6 ତାରିଖରେ ସରକାର ପୁନର୍ଗଠନ କାମ ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କଲେ, ଯେଉଁମାନଙ୍କ ସୁପାରିଶ ଅନୁଯାୟୀ ଅତ୍ୟାବଶ୍ୟକ କାର୍ଯ୍ୟମାନ ହାତକୁ ନିଆଯିବ। ଏହି କମିଟିରେ ଅନ୍ୟାନ୍ୟଙ୍କ ମଧ୍ୟରେ ପୂର୍ବତନ ପରିଚାଳକ ଶ୍ରୀ ଦାମୋଦର ସାହୁ ରହିଲେ। ଏଠି ଆମେ ଦେଖିବା ଦୁର୍ଘଟଣା ଅନୁସନ୍ଧାନ ଏବଂ ପୁନର୍ନିର୍ମାଣ କାମ ଏକା ସଙ୍ଗରେ କରିବାକୁ ସରକାର ସ୍ଥିର କରିଥିବାରୁ 2ଟି କାର୍ଯ୍ୟାବଳୀ ଏକ ସଙ୍ଗରେ ଉପସ୍ଥାପନ କଲେ ଉଭୟରୁ କୌଣସିଟିରେ ସଠିକ୍ ଧାରଣା ପାଠକ ପାଇବା କଷ୍ଟକର ହୋଇପଡ଼ିବ। ସୁନ୍ଦରରାଜନ କମିଟି ରିପୋର୍ଟ ଅକ୍ଟୋବର 2 ତାରିଖରେ ପ୍ରାପ୍ତ ହୋଇଥିଲେ ମଧ୍ୟ ଦୁର୍ଘଟଣା କିପରି ହେଲା, କେଉଁମାନେ ଦାୟୀ ଓ ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ପ୍ରଥମେ ତାହା ଉପରେ ଆଲୋକପାତ କରାଯାଉ। ପ୍ରାରମ୍ଭରୁ ଏଥି ସମ୍ପର୍କିତ କେତୋଟି ଘଟଣା ଲିପିବଦ୍ଧ କରାଯାଉଛି। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ କଳାହାଣ୍ଡି ଏସ୍ପିଙ୍କ ରିପୋର୍ଟ ଓ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ରିପୋର୍ଟ ସରକାରଙ୍କ ହସ୍ତଗତ ହେବା କୁହାଯାଇଛି। ସୁନ୍ଦରରାଜନଙ୍କୁ ତାଙ୍କ ଅନୁସନ୍ଧାନରେ ସାହାଯ୍ୟ କରିବା ପାଇଁ ଏକ 2 ଜଣିଆ ବିଶେଷଜ୍ଞ କମିଟି ଗଠିତ ହୋଇଛି। ସେ 2 ଜଣ ହେଲେ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଦିବାକର ମିଶ୍ର ଓ ଶ୍ରୀ P.K. ଆଚାର୍ଯ୍ୟ। ସେମାନେ ପ୍ରକଳ୍ପଟିକୁ ପରିଦର୍ଶନ କରି ବିଭିନ୍ନ ରେକର୍ଡପତ୍ର ଅନୁଧ୍ୟାନ ପରେ ତାଙ୍କ ରିପୋର୍ଟ ସେପ୍ଟେମ୍ବର 2, 1991 ତାରିଖରେ ଦାଖଲ କରିଥିଲେ। ଏସବୁ ରିପୋର୍ଟର ମତାମତ ଓ ସାରାଂଶ ସୁନ୍ଦରରାଜନ ରିପୋର୍ଟରେ ଥିବାରୁ ପ୍ରତ୍ୟେକଟି ଉପରେ ସ୍ୱତନ୍ତ୍ର ଭାବେ ଆଲୋକପାତ କରାଯାଉନାହିଁ। କିନ୍ତୁ ଅନ୍ୟ କେଉଁ କେଉଁ ଘଟଣାମାନ କମିଟିର ଦୃଷ୍ଟି ଆକର୍ଷଣ କରିଥିଲା ତା ଉପରେ କିଛି କହିବା ଆବଶ୍ୟକ।
प्रथम घटनाटी पुलिस अनुसंधान और कार्यानुष्ठान संपर्कित। एते बड़ दुर्घटना और जातीय क्षयक्षति जीवन हानि पाई पुलिस अनुसंधान जे अपरिहार्य एथिरे संदेह नाही। साधारण पुलिस छड़ा क्राइम ब्रांच मध्य अनुसंधान भार हाथ को नेले। अगस्ट 28 तारिख सकाळे मान नियंत्रण और निर्माण सुरक्षा दायित्व रे थिबा निरीक्षक जंत्री श्री एस.आर. भेडाली को क्राइम ब्रांच डीएसपी सहित आलोचना करने बाहाना भवानीपाटना को डाकी नेले। सेहीपरि महुलपाटनारू सहकारी जंत्री श्री एम.सी. बेरा भवानीपाटना रे जाई पहुंचिले। सेठी सेमानंकु अरेस्ट करा जाइछि बोली कुहागला। दिन 12टारे खबरटी खतीगुड़ारे पहुंचबारु ओडिशा इंजीनियर संघ एक जरूरी बैठक डाकी पुलिस कार्यानुष्ठानर निंदा कले। संघर सीताराम पंडा, अरुण पाढ़ी, नंद महापात्र और बीबी पंडा सभ्य माने संध्यारे जाई डाकबंगलारे पहुंचबा बेलकु देखिले आईबी को प्राय 30 जन पुलिस घेराव करी रखिछंती। बाहरे शताधिक देखणाहारी। सेदिन मजिस्ट्रेट पाखरे आसामी को हाजर करा जाई पारिला नाही। इंजीनियर को अपमानित और लांछित करने को केतेक मुष्टिमेय गुंडा श्रेणी लोक बद्धपरिकर थिले। सेमानंकर तागिद जोगु 4 जन इंजीनियर को से दिन कौनसी होटल रे खाइबा को मिलिला नाही कि गाड़ी पई तेल मिलिला नाही। तार परदिन भेडाली और बेरा जेल गले। सीजेएम कोर्ट रे जामिल मिलिला नाही। वरिष्ठ इंजीनियर श्री भेडाली दुख और अपमान रे भांगी पड़िले। छोट छुआंक भली से भो भो होई कांदिबाकू लागिले। सहकारी जंत्री श्री बेरा घटना बाताचक्र रे पड़ी बाक्स्फूर्ति विहीन होई जड़ भावे पड़ी रहिले। 7 तारिख रे उपर कोर्ट रे जामिन मिलिला। इंजीनियर संघ जंत्री विरुद्ध रे कार्यानुष्ठान बंद करने एवं इंजीनियर को दायी न करने निवेदन कले जेहेतु यह एक बन्याजनित प्राकृतिक दुर्घटना। आउ एक घटना हैला सारा देश रे टनेल ट्रेजेडी नाम अभिहित एही दुर्घटना खबर प्रचार माध्यम एपरी गुरुतर हो पड़ा जे पार्लियामेंट अधिवेशन रे जल संपद मंत्री श्री वी.सी. शुक्ला निज तरफ बयान देले। ओडिशा सरकार प्राप्य खबर अनुजाई एक दिन रे इंद्रावती नदी उपरमुंडरे 900 मिलीमीटर वर्षा जोगु अद्भुतपूर्व बन्या सृष्टि हला। बन्या जल आड़ीबंध लंघी निर्माणाधीन टनेल भितरे पशि विशेष क्षति घटाई। 15 जनक प्राणहानि आशंका करा जाउछि। मृत व्यक्ति परिवार को 25,000 टंका साहाय्य एवं परिवार जनक चाकरी दियाजिबो बोली सरकार घोषणा करिसंती इत्यादि। इंजीनियर संघर उपरोक्त स्मारक पत्र एवं पार्लियामेंट और अन्यान्य विवृत्ति मध्य सुंदरराजन निज विचार को नैछंती। श्री सुंदरराजन प्रकल्पर विभिन्न स्थल सेप्टेम्बर 19 रु 21 पर्यंत परिदर्शन करी क्षयक्षति अनुध्यान सहित संपृक्त इंजीनियर बयान लिपिबद्ध करथिले और जंत्री सहित आलोचना करथिले। आवश्यकीय फाइल और दलिल मध्य अध्ययन करथिले। एही अध्यायर प्रारंभ रे टनेल ट्रेजेडीर परिणति और क्षयक्षति वर्णना करा जायछि। दुर्घटना बेले टनेल मुख्य द्वार और टनेल भीतर अवस्थार विस्तृत विवरणी सुंदरराजन रिपोर्ट रु पाई परिबा। मुखीगुड़ारे रविवार साप्ताहिक छुट्टी। महुलपाटना रे किंतु रविवार छुट्टी दिन नुहे। ऑफिस बंद एवं इंजीनियर अनुपस्थिति जोगु महुलपाटना रे मध्य काम हुए नाही। सुड़ंग निर्माण दायित्व रे थिबा एनसीपीसी किंतु श्रमिक जोगाणकारी ठिकादार जरिया टनेल भितर केतेक जरूरी काम करे। रविवार रे प्राय 50 रु 100 जन काम करती किंतु जुलाई 27 तारिख रे प्रबल वर्षा और झड़ लगी रही रविवार दिन पेटी कंट्राक्टर निरंजन अग्रवाल 7टी श्रमिक सह टनेल सम्मुख भागरे काम करुथिले। जड़े ड्राइवर और जड़े इलेक्ट्रीशियन मध्य कार्यरत। 11टा बेलू श्री अग्रवाल टनेल सम्मुख को जाई देखिले कंपनी अनुज जंत्री श्री पोन्स छड़ा आउ कहीं जंत्री नाहांती। इंद्रावती नदी पानी बढ़ी बढ़ी आड़ीबंधर पार्श्व को छुईलाणी। कुमुड़ासिल नाल पानीर पत्तन मध्य बढ़ी चली। गोटाए बेलू टनेल छात उपरू किछि पत्थर खसी पड़ा। स्थानटी विपदपूर्ण भावी 2टा बेलू से श्रमिक मानक सहित 10 जन जाक बाहर को चली आसिले। से निर्माण साफ्ट तले काम करुथिबा ठिकादार मधु पटेल और आरके पटेल कैंप को खबर पठाइले जे नई पानी बढ़िबारे लागिछि, सावधान रहंतु। दुहे 8 जन लेखाएं श्रमिक नियुक्त करिथांती।
आर.के. पटेलଙ୍କର 8 जण श्रमिक बसाକୁ ଖାଇବାକୁ ଆସିଲେ ଏବଂ ଏଥିରୁ 3 ଜଣ ପୁଣି ଥରେ କାମ ପାଇଁ ଚାଲିଗଲେ। ଅଡିଟ୍ ମୁହଁ ପାଖରେ ଠିକାଦାର ଜିତେନ୍ଦ୍ର ସ୍ୱାଇଁଙ୍କ 7ଟି ଶ୍ରମିକ କାମ କରୁଥିଲେ। କମ୍ପାନୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଡି.ଟି. ରାଓଙ୍କ ତତ୍ତ୍ୱାବଧାନରେ କାମ ଚାଲୁଥାଏ। 4ଟାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଦଫା କାମ ପାଇଁ ଆଉ 6 ଜଣ ଶ୍ରମିକ ଟନେଲ ଭିତରେ ପଶିଲେ। 4ଟା ପରେ ଜିତେନ୍ଦ୍ରଙ୍କ ମୋଟ 12 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 4ଟା ପାର ହେଉ ହେଉ ନିର୍ମାଣ କୂପ କନଷ୍ଟ୍ରକ୍ସନ ସାଫ୍ଟ ପାଖରେ ରୁଣ୍ଡ ହୋଇଥିବା ଲୋକେ ପାଟି କଲେ କି ଭିତରୁ ଲୋକେ ଶୀଘ୍ର ପଳାଇ ଆସ, ପାଣି ମାଡ଼ି ଆସୁଛି। ଆର୍.କେ. ପଟେଲ ଓ ମଧୁ ପଟେଲର 7 ଜଣ ଲୋକ ସ୍ୱୟଂ ଚାଳିତ ସିଡ଼ି ଯୋଗେ ଉପରକୁ ଚାଲି ଆସିଲେ। ଅନ୍ୟମାନେ ତଳେ ଜଗି ରହିଲେ ସିଡ଼ି ଆଉ ଥରେ ତଳକୁ ଆସିବା ପର୍ଯ୍ୟନ୍ତ। କିନ୍ତୁ ଏତେବେଳେ ଟନେଲ ଭିତରେ ପାଣି ପଶିଯିବାରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଗଲା ଏବଂ ବିଦ୍ୟୁତ ସିଡ଼ି ଅଚଳ ହୋଇଗଲା। ଟନେଲ ଦୁର୍ବିପାକ ବେଳେ ଏହିପରି ମଧୁ ପଟେଲଙ୍କ ଜଣେ, ଆର୍.କେ. ପଟେଲଙ୍କ 3 ଜଣ ଓ ଜିତେନ୍ଦ୍ର ସ୍ୱାଇଁଙ୍କ 12 ଜଣ ଶ୍ରମିକ ଭିତରେ ରହିଗଲେ। ଶବୋଦ୍ଧାର ବେଳେ କେତେ ଜଣଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା, କାରଣ ସେମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଶରୀରଠାରୁ ବିଚ୍ଛିନ୍ନ ହୋଇ କାହାର ହାତ ତ କାହାର ଗୋଡ଼ କେବଳ ଠାବ ହୋଇଥିଲା। ସେଦିନ କାର୍ଯ୍ୟକାରୀ ଯନ୍ତ୍ରୀମାନେ କ'ଣ କରୁଥିଲେ? ସହକାରୀ ଯନ୍ତ୍ରୀ କହନ୍ତି ସେ ସକାଳ 11ଟା ପର୍ଯ୍ୟନ୍ତ ସୁଡ଼ଙ୍ଗ ମୁଖଦ୍ୱାରରେ ଥିଲେ, ଆଉ ତାପରେ ସେଠାକୁ ଯାଇନାହାନ୍ତି। ଅନ୍ୟମାନଙ୍କ ବୟାନ ପ୍ରାୟ ଏକାପରି, ଯଥା ସେମାନେ ବନ୍ୟା ଜଳପତ୍ତନ ବଢ଼ିବା ଦେଖିଛନ୍ତି। ଅପରାହ୍ନ 3ଟା ପରେ ଆଡ଼ିବନ୍ଧ ବିପଦ ସଂକୁଳ ହେବା ହେତୁ ନିର୍ମାଣ କୂପକୁ ଖବର ଦେଇଛନ୍ତି କି ଶ୍ରମିକମାନେ ଉପରକୁ ତୁରନ୍ତ ଉଠି ଆସନ୍ତୁ। ଅବଶ୍ୟ ଏସବୁ ବିବୃତ୍ତିକୁ ସୁନ୍ଦର ରାଜନ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିନାହାନ୍ତି। ନିରଞ୍ଜନ ଅଗ୍ରୱାଲ ଦିନ ଗୋଟାଏ ବେଳେ ଖବର ନ ଦେଇଥିଲେ କେହି ହୁଏତ ସୁଡ଼ଙ୍ଗ ମୁହଁକୁ ଯାଇନଥାନ୍ତେ। ଯଦି ବା ଯାଇଥାନ୍ତେ ସେମାନେ କେବଳ ଦର୍ଶକ ସାଜିଛନ୍ତି। ଆଡ଼ିବନ୍ଧ ସୁରକ୍ଷା କିମ୍ବା ଠିକଣା ସମୟରେ ଟନେଲ ଭିତର ଶ୍ରମିକଙ୍କୁ ବାହାରି ଆସିବା ପାଇଁ ନିର୍ଦ୍ଦେଶ ଦେଇନାହାନ୍ତି। ଟନେଲ ଟ୍ରାଜେଡିର ପ୍ରଧାନ କାରଣ ହେଉଛି ଇନ୍ଦ୍ରାବତୀ ଉପତ୍ୟକାରେ ହୋଇଥିବା ପ୍ରବଳ ବର୍ଷା। ଏକ ଦିନରେ ନଦୀର ମୁଣ୍ଡ ଥୁଆମୂଳ ରାମପୁରରେ 825 ମିଲିମିଟର ବର୍ଷା ଜଳ ମପାଯାଇଛି। ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ 300ରୁ 580 ମିଲିମିଟର ଯାଏ ବୃଷ୍ଟିପାତ ହୋଇଛି। ବନ୍ୟା ଜଳକୁ ରୋକିବା ପାଇଁ ଅବଶ୍ୟ ସୁଡ଼ଙ୍ଗ ମୁହଁର କିଛି ଦୂରରେ ଆଡ଼ିବନ୍ଧର ବ୍ୟବସ୍ଥା ହୋଇଛି। 1 ବର୍ଷର ଆନୁମାନିକ ସର୍ବୋଚ୍ଚ ବନ୍ୟା ପରିମାଣର 75% ବନ୍ୟା ପ୍ରତିରୋଧ ପାଇଁ ନିର୍ଭରଯୋଗ୍ୟ ଆଡ଼ିବନ୍ଧ ଡିଜାଇନ ହେବା କଥା। ଏହାକୁ ଭିତ୍ତି କଲେ ଆଡ଼ିବନ୍ଧ ପାଇଁ ଶୀର୍ଷର ପତ୍ତନ 632 ମିଟର ହେବା ସ୍ଥଳେ ପ୍ରକୃତ ପକ୍ଷେ ଏହାକୁ 627 ମିଟର ବା 16 ଫୁଟ ନିମ୍ନରେ ରଖାଯାଇଛି। 28 ତାରିଖରେ ପାଣିର ପତ୍ତନ 619ରୁ 626 ମିଟର ପର୍ଯ୍ୟନ୍ତ ଉତ୍ଥିତ ହୋଇଛି, କିନ୍ତୁ ବନ୍ଧ ଭାଙ୍ଗିଲା ବେଳେ ବନ୍ୟା ଜଳ ପତ୍ତନ ମାତ୍ର 624 ମିଟର ଥିଲା। ହାଲୁକା କିମ୍ବା ନୂଆ ମାଟି ହେତୁ ହୁଏତ ବନ୍ଧର କିଛି ଅଂଶ ଦବି ଥାଇପାରେ କିମ୍ବା କଚ୍ଚା କାମ ହେତୁ ଘାଇ ସୃଷ୍ଟି ହୋଇପାରେ। ଟେଣ୍ଡର ଚୁକ୍ତି ଅନୁଯାୟୀ କଣ୍ଟ୍ରାକ୍ଟର ଆଡ଼ିବନ୍ଧର ଡିଜାଇନ ପ୍ରକଳ୍ପଠାରେ ପଇଠ କରିବା କଥା, କିନ୍ତୁ ତାହା ହୋଇନାହିଁ। ପ୍ରକଳ୍ପ ଅଧିକାରୀମାନେ ମଧ୍ୟ ସଠିକ୍ ବନ୍ୟା ପ୍ରତିରୋଧ ଶକ୍ତି ବିଶିଷ୍ଟ ଆଡ଼ିବନ୍ଧ ପାଇଁ କେବେ ଅଡ଼ି ବସିନାହାନ୍ତି। ଆଡ଼ିବନ୍ଧ ବ୍ୟତୀତ ଦ୍ୱିତୀୟ ପ୍ରତିରକ୍ଷାମୂଳକ ବ୍ୟବସ୍ଥା ସ୍ୱରୂପ ନିର୍ମାଣ ଯନ୍ତ୍ରୀ ଟନେଲ ମୁହଁକୁ ଏକ ପଥର ଯୋଡ଼େଇ କାନ୍ଥ ଦ୍ୱାରା ଚୁଣ୍ଟି ଦେବାକୁ ପ୍ରସ୍ତାବ ଓ ଆଦେଶ ଦେଇଥିଲେ। ପୂର୍ବ ଅଧ୍ୟାୟରେ କୁହାଯାଇଛି କି ତାର ସ୍ଥାନ ନିରୂପଣ ପାଇଁ ଇଞ୍ଜିନିୟର ଓ ଠିକାଦାରଙ୍କ ଆପଣା ଆପଣା ଜିଦ୍ ଯୋଗୁଁ ହୋଇପାରିଲା ନାହିଁ। 1990ରେ ଯେତେବେଳେ ଟନେଲ ଉନ୍ମୁକ୍ତ କରାଗଲା, ପ୍ରସ୍ତାବ ରହିଥିଲା କି ଟନେଲ ସମ୍ମୁଖରେ କବାଟ ଲାଗିବ। ଏ ଦାୟିତ୍ୱ ଓଡ଼ିଶା ନିର୍ମାଣ ନିଗମକୁ ଦିଆଯାଇଥିଲା। ଅଦ୍ୟାବଧି କେବଳ 2 ପାର୍ଶ୍ୱରେ କବାଟ ଚଳନ ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟ କିଛି କାମ ହୋଇପାରି ନାହିଁ। କବାଟ ଲାଗିପାରିଥିଲେ ସବୁଠୁ ଭଲ ହୋଇଥାନ୍ତା, କାରଣ ଏହା ପ୍ରକଳ୍ପର ଏକ ସ୍ଥାୟୀ ଅଂଶ। ଅଡ଼ିବନ୍ଧ ଯେ ଦୁର୍ବଳ ଅଛି ସମସ୍ତେ ଜାଣନ୍ତି ଏବଂ ଏହା ଜାଣିଥିଲେ ମଧ୍ୟ ଜରୁରୀ ବ୍ୟବସ୍ଥା ସ୍ୱରୂପ ବାଲି ବସ୍ତା ଓ କୌଣସି ଯାନ୍ତ୍ରିକ ଉପକରଣ ନିକଟରେ ନାହିଁ କିମ୍ବା ଜରୁରୀକାଳୀନ ବିପତ୍ତିକୁ ପ୍ରତିହତ କରିବା ପାଇଁ ବ୍ୟବସ୍ଥା ନାହିଁ। ପରିଶେଷରେ ଟନେଲ ଭିତରେ ନିରାପତ୍ତା କିମ୍ବା ସତର୍କ କରିଦେବା ପାଇଁ କୌଣସି ଆଧୁନିକ ବ୍ୟବସ୍ଥା ନାହିଁ। କୌଣସି ପରିସ୍ଥିତିରେ ବନ୍ୟା ହେଉ କି ତୋଫାନ ହେଉ,
ପ୍ରାକୃତିକ ଦୁର୍ବିପାକ ପାଇଁ ପ୍ରକୃତିକୁ ଦାୟୀ କରାଯାଇ ନପାରେ। ଆମେ ନଦୀ ଭଳି ଏକ ଚିର ପ୍ରବାହିତ ଜଳରାଶିକୁ ଅପ୍ରାକୃତିକ ଉପାୟରେ ବାନ୍ଧି ରଖିବାକୁ ଯତ୍ନ କରୁଛୁ। ସେହିପରି ପ୍ରାକୃତିକ ପାହାଡ଼ ତଳଟାକୁ ପଥର ଫୁଟାଇ ସୁଡ଼ଙ୍ଗ କରୁଛୁ। ସେହିପରି ପ୍ରାକୃତିକ ପାହାଡ଼ ଆପଣାର ସୁଖ ସମୃଦ୍ଧ ପାଇଁ ଏ ପ୍ରକାର ପ୍ରକୃତି ବିରୋଧୀ କାମ କରୁଛୁ। ତାର ପ୍ରତ୍ୟେକଟା ପରିଣତି ପାଇଁ ସଜାଗ ରହିବା ଦରକାର। ବୈଜ୍ଞାନିକ ଉପାୟରେ ଏହା ସମ୍ଭବ, କିନ୍ତୁ ଅସାବଧାନତା ହେତୁ ଦୁର୍ଘଟଣା ଘଟିବା ସ୍ୱାଭାବିକ। ଏହି ଦୁର୍ଘଟଣା ପାଇଁ ସୁନ୍ଦରରାଜନ କଣ୍ଟ୍ରାକ୍ଟର NPCCକୁ ଚୁକ୍ତି ଅନୁଯାୟୀ କାମ ନ କରିଥିବାରୁ, ଚୁକ୍ତି ଖିଲାପକୁ ଠିକଣା ଭାବେ ନିୟନ୍ତ୍ରଣ ନ କରିଥିବା ହେତୁ, ନିର୍ବାହୀ ଯନ୍ତ୍ରୀ ଟନେଲ ଭିତର ପଥର ବନ୍ଧ ନ କରିଥିବା ହେତୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଆଦିଙ୍କୁ ଆଂଶିକ ଦାୟୀ କରିଥିବା ଜଣାଯାଏ। କେବଳ ନାମ ଫଳକରେ ଲିଖିତ ତଥା କଥିତ ଦାୟିତ୍ୱ ବାହାନାରେ ଅଧୀକ୍ଷଣ ଯନ୍ତ୍ରୀ ଭେଡାଲିଙ୍କୁ ବନ୍ଦୀ କରି ଜେଲ୍ ପଠାଯିବା କାର୍ଯ୍ୟକୁ ଶ୍ରୀ ସୁନ୍ଦରରାଜନ ନାପସନ୍ଦ କରିଛନ୍ତି। ସେହିପରି ପ୍ରକଳ୍ପ ପରିଚାଳକ ବିଗତ କିଛି ମାସ ଅନ୍ୟାନ୍ୟ କାମରେ ବ୍ୟସ୍ତ ଥିବା ଯୋଗୁଁ ତାଙ୍କୁ ଏ ଦୁର୍ଘଟଣା ପାଇଁ ଦାୟୀ କରାଯାଇ ନାହିଁ। ଅବଶ୍ୟ ପରେ ସରକାର ଶ୍ରୀ ରଥଙ୍କ ସମେତ କେତେକ ଉଚ୍ଚ ପାହ୍ୟା ଯନ୍ତ୍ରୀଙ୍କୁ କୈଫିୟତ ତଲବ କରିଥିଲେ ଏବଂ ସମସ୍ତେ ପ୍ରାୟ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିବା ମନେ ହୁଏ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଟନେଲ ଟ୍ରାଜେଡି ପରେ ଇଞ୍ଜିନିୟରଙ୍କ କାର୍ଯ୍ୟକଳାପରେ ଉନ୍ନତି ଦେଖାଦେଇଛି ଏବଂ ସେମାନେ ଅଧିକ ସତର୍କତାର ସହ କାମ କରୁଛନ୍ତି। ଯେଉଁମାନେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସେମାନେ ହେଲେ ସିକନ୍ଦର ଗଗରାଇ, ସୁକିନ୍ଦା, କଟକ, ସତ୍ୟବାନ ତୁର୍କୀ, ବୈପାରିଗୁଡ଼ା, କୋରାପୁଟ, ରାମକୃଷ୍ଣ ବାଗ, ଡୁମୁରିପୁଟ, କୋରାପୁଟ, କେଶବ କାମରାଜ ମହାକୁଡ଼, ଜୟପାଟଣା, କଳାହାଣ୍ଡି, ସାବତିକା, ଜୟପାଟଣା, କଳାହାଣ୍ଡି, ଶିବରଣା, ବାଣୀଗୁଡ଼ା, କୋରାପୁଟ, ହରିଜାନୀ, ନବରଙ୍ଗପୁର, କୋରାପୁଟ, ପଦ୍ମା ତୁର୍କୀ, ସାଇଦାଗିରିଗୁଡ଼ା, କୋରାପୁଟ, ଉଷା ଦୁର୍ଗା, ଲୋକସରା, କଳାହାଣ୍ଡି, ସତ୍ୟନାରାୟଣ କୁମାର, କେ ଗାଁ, କଳାହାଣ୍ଡି, ଭଜନ ଗୋପାଳ, କୋକସରା, କଳାହାଣ୍ଡି, ନାଉଗାଁ ଗୋପାଳ, ଧରମଗଡ଼, କଳାହାଣ୍ଡି, ବିରଞ୍ଚି ନାରାୟଣ ବିଶ୍ୱାଳ, ବାଣପୁର, ପୁରୀ, ରୂପଚନ୍ଦ୍ର ଦୁର୍ଗା, ଧରମଗଡ଼, କଳାହାଣ୍ଡି, କୃଷ୍ଣ ସୁନାନୀ, ଧରମଗଡ଼, କଳାହାଣ୍ଡି, ଲକ୍ଷ୍ମୀଧର ଚାଇନି, ଲୋକସରା, କଳାହାଣ୍ଡି। କେତେଦିନ ପରେ ତୁଙ୍ଗଭଦ୍ରା ଷ୍ଟିଲ୍ ଜଣାଇଲା କି ତାର ଜଣେ ଶ୍ରମିକ ଉକ୍ତ ଦିନ ପେନ୍ଷ୍ଟକ୍ ପାଇପ୍ରେ କାମ କରୁଥିଲା ଏବଂ ସେ ନିଖୋଜ ଅଛି। କାହିଁ କେତେ ଦୂରାନ୍ତରୁ ନିଜର ପ୍ରିୟ ଗାଁ ଛାଡ଼ି ଆସିଥିଲେ ଏହି ନିରୀହ ଶ୍ରମଜୀବୀମାନେ ପେଟ ଚାଖଣ୍ଡକ ପାଇଁ ଆପଣା ପ୍ରିୟ କୁଟୁମ୍ବ ଓ ସହୋଦରମାନଙ୍କ ସ୍ନେହ ସୌହାର୍ଦ୍ଦ୍ୟକୁ ବିଦାୟ ଦେଇ। ଗାଁର ପ୍ରିୟଜନମାନେ ମଧ୍ୟ ଉତ୍କଣ୍ଠାରେ ବସି ରହିଥିଲେ ସେମାନଙ୍କ ଲେଉଟାଣି ବାଟକୁ ଚାହିଁ। ଏବେ ଆଉ ସେମାନେ ଯେ ଫେରିବେ ନାହିଁ ଏହା ବିଶ୍ୱାସ କରି ହୁଏନି। ସତେଅବା ଇନ୍ଦ୍ରାବତୀର ଉତ୍ତାଳ କାମନା ଅସମୟରେ ହେଉ ପରେ ଇନ୍ଦ୍ର ଓ ତେଲ ନଦୀରେ ମିଳିତ ହେବା ପାଇଁ। ଏହି କାମନାଗ୍ନି ସତେଅବା ତଡ଼ି ନେଇଗଲା 16ଟି ଅମୂଲ୍ୟ ଜୀବନ ଆକାଶ ଚୁମ୍ବି 7 ଭଉଣୀ ପାହାଡ଼ର କ୍ରୋଡ଼ ଭିତରୁ। ସୁନାର ଶସ୍ୟ ଲହଡ଼ି ଭାଙ୍ଗୁଥିବା ଧାନ କିଆରିଟିର ଧାନ କଟା ସରିଲା ପରେ ଲଣ୍ଡା ଖାଁ ଖାଁ କ୍ଷେତକୁ ଚାହିଁ ପରଜୁଣି ଦୀର୍ଘ ନିଶ୍ୱାସ ପକାଇ କରୁଣ ରାଗିଡ଼ିରେ ସବୁ ସରିଯାଇଥିବା ଗୀତ ଗାଏ। ସେହିପରି କାହିଁ କେଉଁ ଦୂର କଳାହାଣ୍ଡି ଅବା କୋରାପୁଟ ପାହାଡ଼ ତଳିଆ ଗାଁରେ ମୃତ ଶ୍ରମିକର ପ୍ରିୟଜନମାନେ ସୁମରିଲେ। ସରିଗଲା ସରିଗଲାରେ, ପେଜ ସରିଗଲା, ଲନ୍ଦା ସରିଗଲା, ତଣ୍ଟି ଶୁଖିଗଲା, ଗୀତ ନିଚିଗଲା, ଗୋଡ଼ ଦୁଃଖାଗଲା, ନାଟମ ସଇଲା, ସରିଗଲା ସରିଗଲାରେ। ଇନ୍ଦ୍ରାବତୀ ଟନେଲ ଦୁର୍ଘଟଣାର ଲୋମହର୍ଷଣକାରୀ କାହାଣୀ କ୍ଷୟକ୍ଷତିର ବିବରଣୀ ଶୁଣି ଇନ୍ଦ୍ରାବତୀ ପାଗଳ ଓ ଇନ୍ଦ୍ରାବତୀ ପ୍ରକଳ୍ପର ସାଧକ ଶ୍ରୀ ଦାମୋଦର ସାହୁ ଆଉ କି ସମ୍ଭଳା ପଡ଼ନ୍ତି। ମାତ୍ର 3 ବର୍ଷ ପୂର୍ବେ ସେ ଇନ୍ଦ୍ରାବତୀ ପ୍ରକଳ୍ପରୁ ଅବସର ଗ୍ରହଣ କଲା ପରେ ଭୁବନେଶ୍ୱରଠାରେ ନିଜ ଘରେ ଅବସ୍ଥାନ କରୁଥିଲେ ମଧ୍ୟ ବିଭିନ୍ନ ସମୟରେ ସେ ଇନ୍ଦ୍ରାବତୀ ପ୍ରକଳ୍ପକୁ ଯାଇଛନ୍ତି। ଯୋଜନାର ଅଗ୍ରଗତିରେ ଉଲ୍ଲସିତ ହୋଇଛନ୍ତି ତ ସ୍ଥବିଣ ବେଳେ ବିମର୍ଷ ହୋଇଛନ୍ତି। କିନ୍ତୁ ଏମିତି ଯେ ଏକ ଅଶ୍ରୁତପୂର୍ବ ଦୁର୍ଘଟଣା ଘଟିବ ତାହା ଚିନ୍ତାର ବାହାରେ। ହଠାତ୍ ଇନ୍ଦ୍ରାବତୀ ପ୍ରକଳ୍ପ ବିଦ୍ୟୁତ୍ ଗୃହ ଓ ତତ୍ସଂଲଗ୍ନ ଅଞ୍ଚଳଟି
ଯେପରି ତାଙ୍କ ମାନସ ପଟରେ ଜୀବନ୍ତ ହୋଇ କରୁଣ ଚିତ୍କାର କରିବାକୁ ଲାଗିଲା। ଭୁବନେଶ୍ୱରରୁ ସେ ଦୌଡ଼ି ଆସିଲେ ଏକ ନିଶ୍ୱାସରେ ଜୟପୁର ଓ ସେଠାରୁ ମୁଖିଗୁଡ଼ା, ବାଟରେ ବିଶ୍ରାମ ନ ନେଇ। ଅଗଷ୍ଟ 5 ତାରିଖରେ ଯେତେବେଳେ ସେ ମୁଖିଗୁଡ଼ାର ବିଦ୍ୟୁତ୍ ଗୃହ ନିକଟରେ ପହଞ୍ଚିଲେ, ଚାରିଆଡ଼କୁ ଦେଖି ସେ ହତବମ୍ବ ହୋଇଗଲେ। ପ୍ରକୃତିର ତାଣ୍ଡବ ଲୀଳା ଯେ ଏ ପ୍ରକାର ବିଭତ୍ସ ଚିତ୍ର ଆଙ୍କିପାରେ ତାହା କଳ୍ପନାତୀତ। ଯେଉଁ ଘାଟି ରାସ୍ତାକୁ ସେ ଘୋର ନିଦାଘ କାଳରେ ମୁଣ୍ଡରେ ନାଲି ଗାମୁଛା ଗୁଡ଼ାଇ ପାଦରେ ଚାଲି ଚାଲି ମୂଲିଆ ସହିତ କାନ୍ଧରେ କାନ୍ଧ ମିଳାଇ କରିଥିଲେ, ଆଜି ତାହା ଛିନଛତର। ଚତୁର୍ଦିଗରେ ଖାଲି ବାଲି, ଗୋଳଇ ଆଉ ପଥର। ଆବୁ ଆବୁ ଢିପ, ବିରାଟ ବିରାଟ ପେନ୍ଷ୍ଟକ୍ ପାଇପ୍ମାନ ରବର କଣ୍ଢେଇ ପରି ଇତସ୍ତତଃ ଫୋପଡ଼ା ଯିବାର ଦୃଶ୍ୟ। ଇଞ୍ଜିନିୟର ଓ କୁଶଳ ଶ୍ରମିକମାନେ ଅପମାନରେ ଜର୍ଜରିତ ହୋଇ ସ୍ୱଗୃହରେ ଆବଦ୍ଧ। ଯୋଜନାରେ ସମସ୍ୟା ପଡ଼ିଲେ ସେ ବାଟ ଦେଖାନ୍ତି। ଏବେ ପ୍ରକୃତିର କ୍ରୂରତା ତାଙ୍କୁ ଦିଗହରା ଓ ବାକ୍ହୀନ କରି ପକାଇଛି। ମହାତ୍ମା ଗାନ୍ଧୀ ଗୁଳିବଦ୍ଧ ହେଲା ପରେ ଯେପରି ଶେଷ ନିଶ୍ୱାସ ନେଲାବେଳେ କହି ପକାଇଲେ, ହେ ରାମ, ସେମିତି ଦାମୋଦରଙ୍କ ଦୀର୍ଘ ନିଶ୍ୱାସ ସହିତ ଭାସି ଆସିଲା, ଆଃ କି କଲ, କ'ଣ କରିଦେଲ? ଆପଣା ସର୍ଜନା ଓ ତପସ୍ୟାର କ୍ଷତାକ୍ତ ଓ ରକ୍ତାକ୍ତ ଅଙ୍ଗରାଶିକୁ ଦେଖିବାର ସାହସ ଆଉ ନାହିଁ। ଫେରି ଆସିଲେ ସେ ଜୟପୁରକୁ। ଡ୍ରିଲର ଇଞ୍ଜିନିୟର ଚକ୍ରବର୍ତ୍ତୀଙ୍କ ବାସଭବନରେ ରହଣି ଓ ବିଶ୍ରାମ ବେଳେ ଦେହ ଅସୁସ୍ଥ। 8 ତାରିଖରେ ହୃଦରୋଗ, ପ୍ରଥମ ଷ୍ଟ୍ରୋକ୍। ଚିକିତ୍ସା ବିନା ଭୁବନେଶ୍ୱର ଫେରିବା ହୋଇପାରିବନି। ଝିଅ ଓ ଡାକ୍ତର ଜ୍ୱାଇଁଙ୍କ ଚିକିତ୍ସା ଓ ସେବା ପରେ 15 ତାରିଖରେ ଭୁବନେଶ୍ୱର ଲେଉଟାଣି। 16ରେ ଭୁବନେଶ୍ୱରର ହସ୍ପିଟାଲରେ ଚୈତନ୍ୟ ଫେରିଲା ପରେ କହନ୍ତି, ଇନ୍ଦ୍ରାବତୀରେ ବହୁ ଯୋଗ୍ୟ ଇଞ୍ଜିନିୟର ଅଛନ୍ତି। ଟିକିଏ ଭୁଲ ପାଇଁ ଏଡ଼େ ବଡ଼ ଶାସ୍ତି। ପୁଣି 5 ବର୍ଷ ପଛକୁ ଲେଉଟିଲା ଇନ୍ଦ୍ରାବତୀ। ବାସ୍, ପୁଣି ଅଚେତ। 17 ତାରିଖରେ ସବୁ ଶେଷ। ଇନ୍ଦ୍ରାବତୀ ଟନେଲର 16 ଜଣ ଶ୍ରମିକଙ୍କ ପରି ଦାମବାବୁଙ୍କୁ ମଧ୍ୟ ହାତଠାରି ନେଇଗଲା ଆପଣାର ପରିରାଇଜକୁ। ପୁରୀରେ ତାଙ୍କ ଚିତା ଜଳିଲା ବେଳେ ଯାଉଁ ଯାଉଁ କେହି କହିଲା ସିଆଡ଼େ ଲକ୍ଷ୍ୟ କରି, କିଏ ସେ ଗୋଟାଏ ଯାଇଛି ମରି। ଆକାଶ ବତାସ କାନେ କାନେ ତାର ଉଠିଲା କହି, ମରି ନାହିଁ ସେ ମରଣ ଜୟୀ।